5 दिन ହେବ ଭିଡ଼ିଓ ବନେଇବା ଷ୍ଟାର୍ଟ କଲିଣି। ଏ 5 ଦିନ ହେବ ମୋ ଭଏସ୍ ହିଁ ଖୋଲୁନି। ମାନେ ଫଟା ସ୍ପିକର ଭଳିଆ ତ ଗଁ 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 ବଉଛି। ମେଡ଼ିସିନ ଖାଏ କି ଗରମ ଗଡ଼ଗଡ଼ କରେ ଯାହା ବି କରେ ସିଏ ଭଲ ହେବାର ନାଁ ହିଁ ଧରୁନି। ତ ମୁଁ ଏଇନେ ଯାଉଛି ମଣ୍ଡପରେ କିଛି ସମୟ ବସିବି, ତାପରେ ଦେଖିବା କ'ଣ ଆଗକୁ ପ୍ଲାନ୍ ରହୁଛି। ତ ଫାଷ୍ଟ ତ ଯାଇକି ମଣ୍ଡପରେ ପହଞ୍ଚିଯାଏ, ତାପରେ ଦେଖାଯାଉ କ'ଣ ହେଉଛି। ଚାଲନ୍ତୁ। ଏଇଟା ସାମ୍ନାରେ ଯୋଉଟା ରହିଲା ସେଇଟା ବୁଲୁ ଭାଇଙ୍କ ଘର। ବୁଲୁ ଭାଇ ତ ହିଁ ଦେଖାଯାଉନାହାନ୍ତି। ଆଇଫୋନ୍ ଚାର୍ଜ ଲଗେଇଥିଲି, ତ ମୁଁ ଭାବିଲି କି ଫୋନ୍ ତ ଚାର୍ଜ ହେଇଗଲାଣି ଧରିକି ପଳେଇ ଆସି ଫ୍ଲୋରେ ପଳେଇ ଆସିଛି, ବାକି ଆଣିବାକୁ ଭୁଲି ଯାଇଛି। ତ ଯିବି ଘରକୁ ଆଉ ଥରେ ଆଣିବା ପାଇଁ, ଆଉ କ'ଣ କରିପାରିବି। କିଛି ଦିନ ହେବ ଜପମ୍ର ଯେଉଁ କାଉଣ୍ଟର ରହିଲା ସେଇଟା କାଉଣ୍ଟ କରିବା ବନ୍ଦ କରିଦେଇଥିଲି ନା ଏପଟ ସେପଟ ସବୁ କାମରେ ରହିକି ଟିକେ କେବେ କେମିତି ହେଇପାରୁନଥିଲା। ତ ଏବେ କଣ୍ଟିନ୍ୟୁ ସେଇଟା କରିବି। ତ ସେଇଟା ଧରିକି ହିଁ ବୁଲୁଛି। ସେପଟ ସାଇଡ଼ରୁ ପରି ଆସିଯାଇଥିଲା, ଆଉ କ୍ୟାମେରା ଅନଥିବା ଦେଖି ସେ ପୁରା SRK ସାଜି ଯାଇଥିଲା। କିଛି କହିବ? କ'ଣ କହିବି ଭାଇ, ଏ ଶୀତ ଦିନରେ ଭାରି କଷ୍ଟ ହେଉଛି କେବଳ ଗାଧୁଆ ପାଇଁ, ଆଉ କିଛି ଟେନସନ୍ ନାହିଁ। କେବଳ ଗାଧୁଆଟା ହିଁ ଟେନସନ୍। ତେଲ ମାରିକି ଖାଲି ପଳା। ନାଇଁ ମୁଁ ଗାଧେଇକି ଅବଶ୍ୟ ବହୁତ କଷ୍ଟରେ, କିନ୍ତୁ ଗାଧୁଆ ହଉଛି। ଫୋନ୍ ଘରେ ଛାଡ଼ିକି ଆସିଥିଲି, ତ ରାକାକୁ କଲ୍ କରି କହିଲି କି ଫୋନ୍ଟା ନେଇକି ଆସ, କିନ୍ତୁ ସେ ଏପର୍ଯ୍ୟନ୍ତ ଆସିନି। ସେ ଶ୍ୱଶୁର ପୁଅ କୋଉଠି ବାଟରେ କୋଉଠି ଲାଗି ଯାଇଛି। ଘରୁ ଫୋନ୍ ନେଇ ଆସିଲାଣି, କିନ୍ତୁ ଏପର୍ଯ୍ୟନ୍ତ ମୋତେ ଫୋନ୍ ଦେଇନି। ରାକାର ବୁଲୁ ଭାଇ ଆସି ପହଞ୍ଚି ଯାଇଥିଲେ, ତାପରେ ମୁଁ ଘରକୁ ବାହାରିକି ଆସିଲି। ଘରର ଏଇନେ ରଙ୍ଗ କାମ ହେଉଛି, ତ କାମ ସରୁ ସରୁ ଯାଉ ଯାଉ ସନ୍ଧ୍ୟା ହେଇଗଲା। ତ ସନ୍ଧ୍ୟାବେଳେ ଆମର ଯାହା ରଙ୍ଗ ଆସିବାର ଥିଲା ସେ ସବୁ ଆସି ପହଞ୍ଚିଗଲା। ଭାଇ ଛେନା ଝିଲି ଆଣିଥିଲା ତ ଖାଇଲି। ଗୀତା ପଢ଼ି ସାରି ମୁଁ ମୋର ଦିନ ଶେଷ କଲି। ପୁଣି ଦେଖା ଆସନ୍ତା କାଲି ଆଉ ଏକ ନୂଆ ବ୍ଲଗ୍ରେ।